ଅନେକ ସମୟରେ ଲାଗେ ଯେମିତି ଆମେ ଅତ୍ୟଧିକ ଚିନ୍ତାର ଜାଲରେ ଫସିଯାଇଛେ। ତେବେ ଆସନ୍ତୁ ଏହି ବିଶ୍ଳେଷଣରେ ଆମେ ବୌଦ୍ଧ ଦର୍ଶନରୁ ପ୍ରେରଣା ନେଇ ଏହି ଜଟିଳ ସମସ୍ୟାର କିଛି ସରଳ ସମାଧାନ ଖୋଜିବା, ଯାହା ମନକୁ ଶାନ୍ତି ଦେବାରେ ସାହାଯ୍ୟ କରିବ। ଆଚ୍ଛା, ରାତିରେ ଠିକ୍ସେ ନିଦ ନ ହେବା କିମ୍ବା ସବୁବେଳେ କିଛି ଖରାପ ହେଇଯିବା ବୋଲି ଭାବିବା, ଏସବୁ ବହୁତ ପରିଚିତ ଅନୁଭବ ନୁହେଁ କି? ଏହା କୌଣସି ଜଣେ ଦୁଇ ଜଣଙ୍କ କଥା ନୁହେଁ। ଏହାକୁ ହିଁ କୁହାଯାଏ ଅତ୍ୟଧିକ ଚିନ୍ତା। ଗୋଟେ ଏମିତି ମାନସିକ ଅଭ୍ୟାସ ଯାହା ଆମଠାରୁ ଆମ ଶାନ୍ତି ଛଡ଼େଇ ନିଏ। ତେବେ ପ୍ରଶ୍ନ ଉଠୁଛି, ଏହି ଚିନ୍ତାର ଚକ୍ରବ୍ୟୂହରୁ ବାହାରିବାର ରାସ୍ତା କ'ଣ? ଆସନ୍ତୁ ଦେଖିବା ଆମର ଆଜିର ରୋଡ୍ ମ୍ୟାପ୍। ଆମେ ଏହି 5ଟି ପଏଣ୍ଟ ଦେଇ ଆଗକୁ ବଢ଼ିବା ଆଉ ମନକୁ ଶାନ୍ତ କରିବାର କଳା ଶିଖିବା। ଚାଲନ୍ତୁ ଆରମ୍ଭ କରିବା। ହଁ, ତ ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ଏହି ଅତ୍ୟଧିକ ଚିନ୍ତାର ଜାଲ ପ୍ରକୃତରେ କ'ଣ। କୌଣସି ସମସ୍ୟାର ସମାଧାନ ପାଇଁ ତାକୁ ଠିକ୍ ଭାବେ ଚିହ୍ନିବା ବହୁତ ଜରୁରୀ। ଏଇଠୁ ହିଁ ଆମର ପ୍ରଥମ ଅନୁଭବ ଆରମ୍ଭ ହେଉଛି। ଗୋଟେ କଥା ସ୍ପଷ୍ଟ ଭାବେ ବୁଝିବାକୁ ପଡ଼ିବ, ଅତ୍ୟଧିକ ଚିନ୍ତା କରିବା ଦ୍ୱାରା କୌଣସି ସମାଧାନ ମିଳେନି। ଆମକୁ ଲାଗେ ଯେ ଆମେ ଯେତେ ଅଧିକ ଭାବିବା ସେତେ ଶୀଘ୍ର ରାସ୍ତା ମିଳିଯିବ। କିନ୍ତୁ ସତ କ'ଣ ଜାଣନ୍ତି? ଏହା ଆମକୁ କାମ କରିବାରୁ ଅଟକାଇ ଦିଏ ଆଉ କେବଳ ଗୋଟେ ଅସରନ୍ତି ଚିନ୍ତାର ଚକ୍ରରେ ବାନ୍ଧି ରଖେ। ଏହା ସମାଧାନ ନୁହେଁ, ବରଂ ଏହା ଆମର ମାନସିକ ଶକ୍ତିକୁ ହିଁ ଶେଷ କରିଦିଏ। ଆଚ୍ଛା, ତାହେଲେ ଯଦି ଅତ୍ୟଧିକ ଚିନ୍ତା କରିବାଟା ରାସ୍ତା ନୁହେଁ, ତେବେ ପ୍ରକୃତ ରାସ୍ତା କ'ଣ? ଆଗକୁ ବଢ଼ିବାର ଉପାୟ କ'ଣ? ଏହାର ଉତ୍ତର ଯେତିକି ସରଳ ସେତିକି ଶକ୍ତିଶାଳୀ, ଆଉ ତାହା ହେଉଛି ବର୍ତ୍ତମାନର ଶକ୍ତି। ଏହି କଥାଟିକୁ ଟିକେ ଗଭୀର ଭାବେ ଦେଖନ୍ତୁ। କୁହାଯାଉଛି ଯେ ଯେତେବେଳେ ମନ ଦୁଃଖରେ ଥାଏ ସେତେବେଳେ ସେ ଅତୀତରେ ବୁଲୁଥାଏ, ଆଉ ଯେତେବେଳେ ମନ ଚିନ୍ତାରେ ଥାଏ ସେତେବେଳେ ସେ ଭବିଷ୍ୟତକୁ ନେଇ ବ୍ୟସ୍ତ ଥାଏ। କିନ୍ତୁ ଯଦି ମନ ଶାନ୍ତିରେ ଅଛି ତେବେ ଜାଣିନିଅନ୍ତୁ ଯେ ସେ ବର୍ତ୍ତମାନ ମୁହୂର୍ତ୍ତରେ ଅଛି। କେତେ ସରଳ ଆଉ ସୁନ୍ଦର କଥା। ଦେଖନ୍ତୁ, ଏହାକୁ ଆହୁରି ସରଳ ଭାବରେ ବୁଝିହେବ। ଅତୀତ ମାନେ ଦୁଃଖ, ଭବିଷ୍ୟତ ମାନେ ଚିନ୍ତା, ଆଉ ବର୍ତ୍ତମାନ ତାହା ହିଁ ଶାନ୍ତି। ଯେତେବେଳେ ବି ମନ ଏପଟ ସେପଟ ହୁଏ ସେ କେବଳ ଦୁଃଖ ଆଉ ଚିନ୍ତା ଭିତରକୁ ହିଁ ଟାଣି ହୋଇଯାଏ। ପ୍ରକୃତ ଶାନ୍ତି କେବଳ ଏହି ମୁହୂର୍ତ୍ତରେ ହିଁ ମିଳିବ। କିନ୍ତୁ କଥା ହେଉଛି, ଏହି ଦାର୍ଶନିକ କଥାକୁ ଆମେ ଆମର ପ୍ରତିଦିନର ଜୀବନରେ କେମିତି କାମରେ ଲଗେଇବା? ଖାଲି ଜାଣିଦେଲେ ତ ହେବନି। ତେବେ ଚାଲନ୍ତୁ କିଛି ବହୁତ ସହଜ ଉପାୟ ବିଷୟରେ ଜାଣିବା, ଯାହା ଆମକୁ ବାରମ୍ବାର ବର୍ତ୍ତମାନକୁ ଫେରି ଆଣିବାରେ ସାହାଯ୍ୟ କରିବ। ଏଥିପାଇଁ ବୌଦ୍ଧ ଧର୍ମରେ ଗୋଟେ ବହୁତ ଶକ୍ତିଶାଳୀ ଅଭ୍ୟାସ ଅଛି, ଯାହାକୁ କୁହାଯାଏ ଆନାପାନାସତି। ଏହାର ମାନେ ବହୁତ ସରଳ, ନିଜର ନିଶ୍ୱାସ ପ୍ରଶ୍ୱାସ ଉପରେ ଧ୍ୟାନ ଦେବା। ଶୁଣିବାକୁ ଏହା ବହୁତ ସାଧାରଣ ଲାଗିପାରେ, କିନ୍ତୁ ବିଶ୍ୱାସ କରନ୍ତୁ, ଗୋଟେ ବିଚଳିତ ମନକୁ ଶାନ୍ତ କରିବା ପାଇଁ ଏହାଠୁ ଶକ୍ତିଶାଳୀ ଉପାୟ ଆଉ କିଛି ନାହିଁ। ଟିକେ ଭାବନ୍ତୁ ତ, ମୁଣ୍ଡ ଭିତରେ ଯେତେବେଳେ ହଜାରେ କଥା ଏକା ସାଙ୍ଗରେ ଚାଲିଥାଏ କେମିତି ଲାଗେ? ସତେ ଯେମିତି ଗୋଟେ ବଜାରର କୋଳାହଳ। ଆଉ ଏହି ସଚେତନତା କ'ଣ କରେ ଜାଣନ୍ତି? ସେଇ ହଜାର ହଜାରେ ଚିନ୍ତାକୁ କମେଇ ଆଣି କେବଳ 2ଟି ଜିନିଷରେ ସୀମିତ କରିଦିଏ, ନିଶ୍ୱାସ ଆଉ ପ୍ରଶ୍ୱାସ। ବାସ୍, ଏତିକି ସରଳତା ଭିତରେ ହିଁ ଅସଲ ଶାନ୍ତି ଲୁଚି ରହିଛି। ତାହେଲେ ୟାକୁ କେମିତି ଅଭ୍ୟାସ କରାଯିବ? ପ୍ରକ୍ରିୟାଟି ବହୁତ ସହଜ। ଯେତେବେଳେ ବି ଲାଗିବ ଯେ ମନ ବହୁତ ଅଧିକ ଚିନ୍ତା କରୁଛି, ସେତେବେଳେ ପ୍ରଥମେ ସେହି ଚିନ୍ତାଗୁଡ଼ିକୁ ଲକ୍ଷ୍ୟ କରନ୍ତୁ। ତାପରେ 3 ଥର ଗଭୀର ଭାବରେ ନିଶ୍ୱାସ ନିଅନ୍ତୁ, ଆଉ ପୁରା ଧ୍ୟାନ କେବଳ ନିଶ୍ୱାସ ଭିତରକୁ ଯିବା ଆଉ ବାହାରକୁ ଆସିବା ଉପରେ ରଖନ୍ତୁ। ବାସ୍, କିଛି ସମୟ ପାଇଁ ସେହି ମୁହୂର୍ତ୍ତରେ ରୁହନ୍ତୁ। ଏହା ଠିକ୍ ଗୋଟେ ମାନସିକ ରିସେଟ୍ ବଟନ୍ ଭଳି କାମ କରେ। ଆଉ ଗୋଟେ ବଢ଼ିଆ ଉପାୟ ଅଛି। ନିଶ୍ୱାସ ଛଡ଼ା ନିଜ ଶରୀର ପ୍ରତି ବି ସଚେତନ ହୋଇହେବ। ନିଜ ଭିତରେ ଏହି ପ୍ରଶ୍ନ ଆଣିହେବ, ମୁଁ ଏବେ କିପରି ବସିଛି? କିମ୍ବା ଏବେ ମୁଁ ପ୍ରକୃତରେ କ'ଣ କରୁଛି? ଏମିତି ପ୍ରଶ୍ନ କଲେ କ'ଣ ହୁଏ? ଧ୍ୟାନଟା ସିଧା ଚିନ୍ତାରୁ ବାହାରି ଆସି ଶରୀରର ବାସ୍ତବିକ ଅନୁଭବ ଉପରକୁ ଚାଲିଆସେ, ଆଉ ଆମେ ପୁଣି ଥରେ ବର୍ତ୍ତମାନରେ ପହଞ୍ଚିଯାଉ। ଆସନ୍ତୁ ଏବେ କଥା ହେବା ଅତ୍ୟଧିକ ଚିନ୍ତାର ସବୁଠୁ ବଡ଼ କାରଣ ବିଷୟରେ। ଗୋଟେ ବହୁତ ଛୋଟ ପ୍ରଶ୍ନ, କିନ୍ତୁ ଏହା ହିଁ ସବୁଠୁ ବେଶୀ ଅଶାନ୍ତି ସୃଷ୍ଟି କରେ। ସେଇଟା ହେଉଛି, ଯଦି ଏମିତି ହୁଏ? ବାସ୍, ଏହି ଗୋଟିଏ ପ୍ରଶ୍ନ ଆମକୁ ଭବିଷ୍ୟତର ଏକ କାଳ୍ପନିକ ଭୟର ଜାଲ ଭିତରକୁ ଟାଣିନିଏ। ଆମ ମନର ଗୋଟେ ସ୍ୱଭାବ ଅଛି, ସେ ସବୁବେଳେ ନକାରାତ୍ମକ ଦିଗକୁ ଆଗ ଦେଖେ। ଯଦି ସବୁକିଛି ଭୁଲ ହୋଇଯାଏ, ଏଇଟା ହିଁ ପ୍ରଥମେ ମୁଣ୍ଡକୁ ଆସେ। କିନ୍ତୁ ଟିକେ ଭାବନ୍ତୁ ତ, ଯଦି ଆମେ ଏହି ପ୍ରଶ୍ନର ଦିଗ ବଦଳାଇ ଦେବା, ଯଦି ଆମେ ପଚାରିବା, ଯଦି ସବୁକିଛି ଠିକ୍ ହୋଇଯାଏ? କେତେ ବଡ଼ କଥା! ଏହି ଟିକିଏ ପରିବର୍ତ୍ତନ ହିଁ ଆମର ପୁରା ଦୃଷ୍ଟିକୋଣକୁ ବଦଳି ଦେବାର ଶକ୍ତି ରଖେ। ଆଉ ଏହି ସକାରାତ୍ମକ ଦୃଷ୍ଟିକୋଣକୁ ଆପଣେଇବା ପାଇଁ କିଛି କଥା ମନେ ରଖିବା ଜରୁରୀ। ଯେମିତିକି ଏହା ସ୍ୱୀକାର କରିବା ଯେ କେହି ବି ସମ୍ପୂର୍ଣ୍ଣ ନୁହେଁ, କିନ୍ତୁ ନିଜର ସର୍ବଶ୍ରେଷ୍ଠ ଦେବା ସମ୍ଭବ। ଆଉ ଗୋଟେ କଥା, ଫଳାଫଳକୁ ନେଇ ଅଧିକ ନ ଭାବି ନିଜର ଚେଷ୍ଟା ଉପରେ ଧ୍ୟାନ ଦେବା। ଆଉ ସବୁଠୁ ବଡ଼ କଥା ହେଲା, ବିପଦ ନେବାକୁ ଡରିବାନି, କାରଣ ବିନା ରିସ୍କରେ ସଫଳତା ମିଳେନା।
ତେବେ ଏ ପର୍ଯ୍ୟନ୍ତ ଆମେ ଯାହା ସବୁ ଆଲୋଚନା କଲେ ତାର ସାରାଂଶ କ'ଣ? ଚାଲନ୍ତୁ ଶାନ୍ତି ପାଇବାର ଏହି ରାସ୍ତାର କିଛି ମୁଖ୍ୟ ଶିକ୍ଷା ଉପରେ ଶେଷଥର ପାଇଁ ନଜର ପକାଇବା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ମନେ ରଖିବା ଯେ କ୍ରମାଗତ ଚିନ୍ତା କରିବା ଦ୍ୱାରା ଜୀବନରୁ ଶାନ୍ତି ହିଁ ଚାଲିଯାଏ। ଏହା କେବଳ ମାନସିକ କଷ୍ଟ ଦିଏନି, ବରଂ ଜୀବନର ପ୍ରକୃତ ଆନନ୍ଦକୁ ବି ଛଡ଼େଇ ନିଏ। ଆଉ ସେଥିପାଇଁ ତ ବର୍ତ୍ତମାନ ମୁହୂର୍ତ୍ତରେ ବଞ୍ଚିବାର ଅଭ୍ୟାସ କରିବା ଏତେ ଜରୁରୀ। ତେଣୁ ଶେଷରେ ଏକ ଶାନ୍ତ ମନ ପାଇଁ କିଛି ଉପକରଣ ସବୁବେଳେ ପାଖରେ ରଖିବା ଦରକାର, ଯେମିତିକି ନିଶ୍ୱାସ ଆଉ ଶରୀର ପ୍ରତି ସଚେତନ ରହିବାର ଅଭ୍ୟାସ। ନକାରାତ୍ମକ ଯଦି ଏମିତି ହୁଏ ପ୍ରଶ୍ନକୁ ସକାରାତ୍ମକ ଦିଗ ଦେବା, ନିଜ ପ୍ରତି ଟିକିଏ ଅଧିକ ଦୟାଳୁ ହେବା ଆଉ ସବୁବେଳେ ସକାରାତ୍ମକ ରହି ଆଗକୁ ବଢ଼ିବା, ଏଗୁଡ଼ିକ ହିଁ ହେଉଛି ଆମର ମୁଖ୍ୟ ଅସ୍ତ୍ର। ତେବେ ଏବେ ପ୍ରଶ୍ନ ଉଠୁଛି, କେବଳ ମୁଣ୍ଡ ଭିତରେ ନ ରହି ବାହାରକୁ ଆସି କାମ କରିବା ପାଇଁ ପ୍ରସ୍ତୁତ ତ? ଶେଷରେ ଏତିକି ମନେ ରଖିବା ଦରକାର, ପରିବର୍ତ୍ତନର ପ୍ରକୃତ ଶକ୍ତି ଆସନ୍ତାକାଲିରେ ନାହିଁ, ବରଂ ତାହା ଏହି ମୁହୂର୍ତ୍ତରେ, ଏହି ନିଶ୍ୱାସରେ ହିଁ ଲୁଚି ରହିଛି।